शास्त्र कहे गाई गंगा गीता गायत्री ये सब मातृतुल्य। जितेबले गंगा मातांकर जल आमे समस्ते स्नान तर्पण तथा पान करछंती, मन प्राण पवित्र हो जाए। स्नान कले शरीर पवित्र हो जाए। गायत्री जपिले मन शुद्ध रहे, प्राण शुद्ध रहे, शरीर शुद्ध रहे एवं गीता ज्ञान भगवान श्री कृष्ण जो तत्व प्रदान करिसंती आम समस्त जगतवासी मानक पर से साधारण नुह। से ज्ञान अनंत जहाँकि भगवान श्री कृष्ण अर्जुन को ज्ञान प्रदान करते। गीता गंगा गायत्री सावित्री सरस्वती जिते देवी अछंती समस्त देवी मध्य निज निज जगार समस्ते श्रेष्ठ थिले मध्य गोमाता सर्वश्रेष्ठ। तेणु गोमातांकर शरीर थिबा समस्त अंग प्रत्यंगरे देवता वास करछंती एवं तांकर दुग्ध अमृत तुल्य। से माँ खाती कौन जान आपण माने जानिछंती? घास कुटा पाल एवं कुंडा चोकड़ इत्यादि खाई आम समस्त को प्रदान करते अमृत रूपक क्षीर दुग्ध। तेणु समस्त यज्ञ तथा होम अनेक पवित्र कार्य गोदुग्धर आवश्यक हुए। तेणु गोमाता कर गोबर मड़े मध्य रही पवित्रता। शास्त्र कहे गोबर रही महालक्ष्मी अंश। तेणु गोबर को जिते आम घर मध्यम घर मानक पवित्रता पाई छाप लगाऊ घर पवित्र हुए। समय थिला गोमाता माने प्रत्येक हिंदू धर्मर सनातन धर्मर जो संसार क्षेत्र हो कि आश्रम हो समस्तंकर द्वार बंधरे गुहालटी थिला। एबे भी प्राय अच्छी जो माने गोमाता प्रीति करती एवं आश्रम तो आश्रम निहाती गोमाता प्रत्येक आश्रम रही। हिंदू धर्मर श्रेष्ठ पवित्र जदि किछि थाए ताहा गोमातांकर कृपारु ही सब किछि ए विश्व को अमृत पान करिवार सुजोग मिलिछंती। जितेबाला जगतगुरु ठाकुर श्री श्री अभिराम परमहंस देव स्थूल शरीर थिले शुणिबा को मिली गोमातांकर स्नेह ठाकुर एते थिला। ठाकुर जिते बैठक घरे बसंती गोमाता माने आसिकी ठाकुर पाखे पहुंच जाती।
ଠାକୁର ଆଉଁସ ଦିଅନ୍ତି, ବେଳେବେଳେ ଗୋମାତା ମାନେ ଠାକୁରଙ୍କୁ ଚାଟି ପକାନ୍ତି, ଠାକୁର ଆଲିଙ୍ଗନ କରନ୍ତି। ଠାକୁର କ'ଣ କଥା କହନ୍ତି ଗୋମାତା ମାନେ ବସିକି ଶ୍ରବଣ କରନ୍ତି। ବେଳେବେଳେ ଠାକୁର ଗୋମାତା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ତାଙ୍କର ସେବା ଶୁଶ୍ରୂଷା ପାଇଁ ସମସ୍ତ ସାଧୁ ମହାତ୍ମା ମାନଙ୍କୁ ଦାୟିତ୍ୱ ଦେଇଥାନ୍ତି। ତେଣୁ ଦିନେ ଗୋଟିଏ ଗୋମାତା ର ଗୋଡ଼ରେ କିଛି ପଡ଼ିଯିବା ଯୋଗେ କୌଣସି ସେବା କାର୍ଯ୍ୟ ଅସାବଧାନ ଯୋଗେ ଗୋମାତାଙ୍କର ପାଦକୁ କଷ୍ଟ ହେଇଥିଲା। ଏ କଥାଟି ଠାକୁରଙ୍କୁ ସେ କହିନଥିଲେ। ଠାକୁର ବିଶ୍ରାମ କରିଥାନ୍ତି ଅନନ୍ତ ଶୟନରେ। ଠାକୁରଙ୍କୁ ନିଜେ ଗୋମାତା ଆସି କହିଲେ, ପ୍ରଭୁ ମୁଁ ଆପଣଙ୍କର ଏ ସେବାରେ ଥିଲି, ଆଉ ଯେ ଗୋ ସେବା କରୁଥିଲା ତାର ଅସାବଧାନ ହେତୁ ମୋର ଏ ଡାହାଣ ଗୋଡ଼ରେ କ୍ଷତ ହେଇଛି। ମୁଁ କଷ୍ଟରେ କାଲି ରାତିଠୁ କିଛି ଭୋଜନ କରିନାହିଁ। ଏ କଥା ଗୋମାତା ନିଜେ ଠାକୁରଙ୍କୁ କହୁଛନ୍ତି। କାରଣ ଠାକୁର ଅଭିରାମ ପରମହଂସ ଦେବ ଅନ୍ତର୍ଯ୍ୟାମୀ। ସେଇଥିପାଇଁ ଠାକୁର ନିଜେ ଲେଖିଛନ୍ତି ତାଙ୍କର ଭଜନରେ, କ'ଣ ଲେଖିଛନ୍ତି? ଏହି ପରାଗ ଧନ ରଖା ଦଦି ଦୁଗ୍ଧ ଲବଣୀ ସରଚଖା ଯାର ଅନ୍ତହର ବ୍ରହ୍ମାନ ପାବନ୍ତି ଭକତ ମାନଙ୍କ ପ୍ରାଣର ସଖା। ଏହି ଗୋ କାଳିନ୍ଦୀରେ ପଶି କାଳିୟ ଦର୍ପ ଦେଲେ ଧନସି। ଏହି ପରାଯାଇ କଂସକୁ ମାରିଲେ ଅସୁରଙ୍କ ବୁଡ଼ାଇଲେ ଜୀବିକା। ଏହି ପରା ଗୋଧନ ରକ୍ଷା, ସେ ତ ଗୋଧନକୁ ରକ୍ଷା କରିଥିଲେ। କେତେବେଳେ? ଯେତେବେଳେ ଦ୍ୱାପର ଯୁଗ ଥିଲା। ଦ୍ୱାପର ଯୁଗରେ ଭଗବାନ ନିଜେ ଶ୍ରୀକୃଷ୍ଣ ଗୋମାତାଙ୍କ ପଛେ ପଛେ ଦୌଡ଼ନ୍ତି, ଗୋମାତାଙ୍କ ସେବା କରନ୍ତି, ଗୋବର ବି ଗୋଟନ୍ତି ଏବଂ ନିଜେ ମୁଖ ଲଗେଇ କ୍ଷୀର ପାନ କରନ୍ତି। ଗାଈମାନେ ମଧ୍ୟ ଭଗବାନ କୃଷ୍ଣଙ୍କର ପଛେ ପଛେ ଦୌଡ଼ନ୍ତି। ତେଣୁ ଗୋପ୍ରିୟ ପ୍ରଭୁ ଗୋପାଳ, ସେଇଥିପାଇଁ ତ ଭଗବାନଙ୍କ ନାଁ ଗୋପାଳ ରଖିଥିଲେ। ତେଣୁ ସେଇ ଗୋପାଳ, ସେଇ ଗୋବିନ୍ଦଙ୍କର ଏବଂ ଇନ୍ଦ୍ର ନାଁ ଦେଇଥିଲେ ଗୋବିନ୍ଦ। ଭଗବାନଙ୍କର ଅତି ପ୍ରିୟ ଗୋମାତା ଥିଲେ। ସେଇଭଳି ଠାକୁର ଅଭିନ୍ନ ସୁନ୍ଦର ଅନ୍ତର୍ଯ୍ୟାମୀ। ସେଇଥିପାଇଁ କହିଲେ, ଅଭିରାମ ବାଇ କହି ସର୍ବଘଟେ ଅଛନ୍ତି ରହି। ଭ୍ରମର ଗୁମ୍ଫାରେ ରାସ କରୁଛନ୍ତି, ଦିଶି ଯାଉଅଛି ମୟୂର ପଖା। ଭ୍ରମର ଗୁମ୍ଫାରେ ରାସ କରୁଛନ୍ତି, ଦିଶି ଯାଉଅଛନ୍ତି ମୟୂର ପଖା। ଏହି ପରା ଗୋଧନ ରଖା। ତେଣୁ ଅଭିରାମ ବାଇ କହି ସକଳ ଘଟେଛନ୍ତି ରହି। ଅନ୍ତର୍ଯ୍ୟାମୀଙ୍କ ପାଖରେ
এই କଥା ଅନ୍ତର୍ଯ୍ୟାମୀକୁ ଜଣାଥିଲା ଯଦି ଗୋମାତା ସାକ୍ଷାତ ପ୍ରକଟ ହେଇକି ପ୍ରଭୁଙ୍କ ପାଖରେ ନିବେଦନ କରିଥିଲେ। ଅନ୍ତର୍ଯ୍ୟାମୀ ପ୍ରଭୁ ଅଭିନ୍ନ ସୁନ୍ଦର। ସକାଳ ହେଲା, ଖେଚଡ଼ି ପ୍ରସାଦ ସେବନ ପରେ ସମସ୍ତ ମହାତ୍ମା ମାନଙ୍କୁ ଡାକିଲେ। ସେ ସମୟରେ ଗୁରୁଚରଣ ବାବା ଠାକୁରଙ୍କର ଅଙ୍ଗ ସଙ୍ଗୀ ମହାତ୍ମା ଥିଲେ। ସିଏ କହିଲେ, ଗୋ ସେବା କାଲି କିଏ କରୁଥିଲେ? ଆଉ ତୁମେ ତ ସେ ଦାୟିତ୍ୱରେ ଥିଲ। ଠାକୁରଙ୍କର କୋମଳ ବାଣୀ ଶୁଣି, ଠାକୁରଙ୍କର ଗମ୍ଭୀର ବାଣୀକୁ ଟିକେ ଶ୍ରବଣ କରି ଗୁରୁଚରଣ ବାବା କହିଲେ, କଣ ହେଲା ପ୍ରଭୁ? କହିଲେ, ଶୁଣ, କାଲି ଗୋମାତା ପାଦ ଉପରେ ଆଘାତ ହେଇଛି, ତମେ ଜାଣିଛ କିଛି? ସେ କହିଲେ, ନାହିଁ ତ ପ୍ରଭୁ, ଜାଣିନି। ନାଇଁ, ଯାଇ ଦେଖି ଆସିଲ? ଆଉ ଠାକୁରଙ୍କୁ ସେ କହିଛନ୍ତି ଗୋମାତା ବୋଲି, ଠାକୁର କହିଲେନି। ଅନ୍ତର୍ଯ୍ୟାମୀ ଜାଣନ୍ତି, ସମସ୍ତ ସାଧୁ ମହାତ୍ମା ଜାଣିଲେ ଠାକୁର ଯଦି କହୁଛନ୍ତି ମାନେ ନିଶ୍ଚିତ କିଛି ହେଇଥିବ। ଗଲାବେଳକୁ ଗୋଟେ ନାଲି ଗାଈ, ଦେଶୀ ଗାଈ ସେତେବେଳେ ଥିଲା। ତ ଦେଖିଲା ବେଳକୁ ସେ ଛୋଟ ଅଛି। ସେଠି ଥିବା ସେବାକାରୀ ପଚାରିଲେ, ତମେ ଜାଣିଛ କି? ନା ଆଜ୍ଞା, ମୁଁ ଜାଣିନି। ଆଉ ସେ ଗାଈ ଶୋଇଥିଲା କୋଉଠି? ନା ସେ ଭାଡ଼ି ପାଖରେ, ସେଇ ଆଗରେ ଯୋଉ ଥିଲା, ଏମିତି ସେ ଉପରେ କିଛି କଠିନ ଦ୍ରବ୍ୟ ଥିଲା କି? ନା ହଁ, ଗୋଟେ ପଥର ଥିଲା, ଆଉ ସେଇଠି ସେ ଗୋମାତା ଶୋଇଥିଲେ। ତମେ ଦେଖିନ ତା ଗୋଡ଼ କଣ ହେଇଛି? ନା ସେ ଶୋଇଛି, ଉଠୁନାହିଁ, ମୁଁ ଜାଣିପାରୁନାହିଁ। ନା ଏ ଦେଖିଲ? ଦେଖିଲା ବେଳକୁ ତାର ପାଦ ତଳେ ଗୋମାତାଙ୍କର ଆଘାତ ହେଇଛି। ତମେ କେମିତି ଜାଣିନା? ଏତେବେଳେ ପର୍ଯ୍ୟନ୍ତ ଖବର ଦେଇନଥିଲ? ଠାକୁର ମତେ ପଠେଇଲେ। ନା ଆଜ୍ଞା, ମୋର ଭୁଲ ହେଇଯାଇଛି, ମୁଁ ଦେଖି ନାହିଁ। ଖାଇବାକୁ ଯଦି ଦେଇଥିଲି ସେ ଉଠି ନଥିଲା, କାହିଁକି ଉଠୁନି? ବାରମ୍ବାର ଉଠେଇଲି କିନ୍ତୁ ଉଠିଲାନି। ନା ଏବେ ଠାକୁର ତାଙ୍କର ଗୁରୁଚରଣ ମାଙ୍କୁ ହାତରେ ତୁଳସୀ ପ୍ରସାଦ ଦେଇ ପଠେଇଲେ। ମାଆଙ୍କ କୁଣ୍ଡା ମଧ୍ୟରେ ଖାଇବାକୁ ଦିଆଗଲା। ଆଶ୍ୱସ୍ତ ହେଲେ ମା ଗୋମାତା, ଉଠିଲେ, କିନ୍ତୁ ଗୋଡ଼ରେ କ୍ଷତ ଲାଗିବାର ଦେଖି ବାବା ଯେହେତୁ ଦାୟିତ୍ୱ ନେଇଥିଲେ ନା, ବିଗିଡ଼ିଲେ। କହିଲେ, ତମେ ସବୁ ଅସାବଧାନରେ ଗୋମାତାଙ୍କ ସେବା କରୁଛ, ଠିକ ତମର ସେବା କରିବାର। ଏ କି ସେବା କରୁଛ ତମେ? ଯାହା ହଉ, ଅନ୍ତର୍ଯ୍ୟାମୀ ଠାକୁରଙ୍କୁ ଏ କଥା ମଧ୍ୟ ଅଛପା ନଥିଲା। ତାପରେ ଗୋମାତାଙ୍କ ସେବାରେ ଲାଗିଲେ। ଆଉ ଠାକୁର ତ ଅନ୍ତର୍ଯ୍ୟାମୀ, ସମସ୍ତଙ୍କୁ କ୍ଷମା କରିଦେଲେ। ତେଣୁକରି ସେ ପ୍ରଭୁ, ସେଇଥିପାଇଁ କୁହାଯାଇଛି ଭଗବାନ କେମିତି? ନା ଭଗବାନ ହଉଛନ୍ତି ଚାଲୁଥିବା ପିମ୍ପୁଡ଼ିର ଶବ୍ଦ ମଧ୍ୟ ତାଙ୍କ କାନକୁ ଶୁଭେ। ଶାରୀର ମଧୁର ଡାକ ଯେମିତି ଶୁଭିଥିଲା, ଆପଣମାନେ ଶୁଣିଛନ୍ତି। ଶାରୀଟିକୁ ଡାମଣା ସାପ କାମୁଡ଼ିଥିଲା ଠାକୁର ଚନ୍ଦନ ଯାତ୍ରା ବେଳେ। ଶାରୀ କହୁଛି, ପ୍ରଭୁ ମତେ ଉଦ୍ଧାର କର। ଠାକୁର ଚନ୍ଦନ ଚାପରେ ଯାଇଥିଲେ, ଅନ୍ତର୍ଯ୍ୟାମୀ ଅଛପା ନଥିଲା। ସେ ସମୟରେ କହିଲେ, ଏଇ ଡଙ୍ଗା ଶୀଘ୍ର ଲଗାଅ, ମତେ ମୋର ଭକ୍ତ ଡାକୁଛି। ସମସ୍ତ ଭକ୍ତମାନେ, ବାବାମାନେ ଆଶ୍ଚର୍ଯ୍ୟ ହେଲେ, ଶାରୀ କି ଭଗବାନ ଠାକୁରଙ୍କୁ ଡାକୁଛି, କି ଭକ୍ତ? এই ସମୟରେ କୋଉ ଭକ୍ତ ଡାକିଲା? ଠାକୁର ଚାପ ଖେଳିଲା ବେଳେ ଡାକିଲା। এই ସମୟରେ ଜଣେ ବାବା ଯେମିତି କହିଛନ୍ତି, ଠାକୁର କହିଲେ, ତମେ ମାମତ୍କାର କରନି, ତମକୁ ଯାହା କୁହାଗଲା ତାହା କର। ସେ ସମୟରେ ଠାକୁରଙ୍କ ନିର୍ଦ୍ଦେଶରେ ଡଙ୍ଗା ଲାଗିଥିଲା। ଯାଇ ଦେଖିଛନ୍ତି ଠାକୁର ଯେ ବାସ୍ତବରେ ଶାରୀକୁ ଡମଣା ସାପ କାମୁଡ଼ିଥିଲା। ବେକଟି ବାକି ଅଛି, ସବୁ ଚବେଇ କାମୁଡ଼ି ଦେଇଛି। ଅନ୍ତର୍ଯ୍ୟାମୀ ପ୍ରଭୁ ସଙ୍ଗେ ସଙ୍ଗେ ଡମଣା ସାପକୁ ବାହାର କରି
ନିକଟରେ ଥିବା ମହାତ୍ମା ବାବାଜୀଙ୍କୁ କହିଲେ, ଭରତ ବାବା ଥିଲେ, କଣ୍ଡରୀ ବାବା ଥିଲେ, କପିଳ ବାବା ଥିଲେ, ଯାଅ ଯାଅ ହଳଦୀ ମେଞ୍ଚେ ଆଣ। ଗୋଳେଇକି ହଳଦୀ ଆଣିଲେ, ଛୋଟିଆ ଶାଢ଼ୀଟିଏ ମଧ୍ୟ। ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହେଲା। କହିଲେ ଯା, ତତେ ଆଜି ଆୟୁଷ ପ୍ରଦାନ କଲି, 25 ବର୍ଷ ପର୍ଯ୍ୟନ୍ତ ତୁ ବଞ୍ଚି ରହିବୁ, ଚିନ୍ତା କରନା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ, ଏ ତ ହାଡ଼ ଗୋଡ଼କୁ ଚୋବେଇ ଦେଇଛି ଶାରୀର, ଏ 25 ବର୍ଷ ରହିବ? ହଁ, ସେଇଥିପାଇଁ ଠାକୁର କହିଲେ, तुम्हे कीट पोषकारी तो भक्ति जानती हरि, हे रमण प्रिय श्याम सुण, गोष्ठ कला कर कर पद अर्पण, भासे अभिराम भास, आउ जदि किछि जान, मो पंच प्राणर पराण, हे नारायण। अंतर्यामी कीट पोषकारी से कीट को मध्य प्रतिपोषण करती, कारण छोटिया जीवटे हेले मध्य जदि भरतिया पक्षी को डाकी थिले, भरतिया पक्षी आपण मन जानिछंती महाभारत युद्ध चली थाए, भरतिया पक्षी डाक देला, प्रभु मु तो युद्ध रे किछि का सहित दोष करनी, मो परिवार वर्तमान मरण मुख, आपण कोन मते ही मार देबे? हे कृष्ण, हे करुणामय, हे अंतर्यामी, मो कथा शुण, मो परिवार को बंचाओ, मत बंचाओ। मु कौन कली? से पांडव कौरव तांको भितर जदि किछि कारण युद्ध सृष्टि है, मु तो किछि अपराध करनी, मु अपराध जदि करनी, मु कहीं मरी, मत कौन मारिदेव वासुदेव? भगवान कर्ण गोचर है, प्रभु श्रवण कले, अश्वत्थामा नामक हती बेकर घंटी को कहले, अर्जुन आगु को देखुच ये हाथीर पर अश्वत्थामा मला, अश्वत्थामा नामक द्रोणंकर पुओ आ हाथीर नाम भी थिला, जहा कि भीम को कहिथिले मिछ कहबो अश्वत्थामा हत कहले ही द्रोण मरियो। सेही शुणिबा को मिले, महात्मा माने कहिसंती से हाथीर बेकर विराट घंटी थिला, से घंटी को अर्जुन तीर निरीक्षण कले, घंटी छिड़ी पड़ला जोठी भरतिया पक्षीटी थिला, पक्षीर परिवार सहित भरतिया पक्षी रहीगला। महाभारत युद्ध समापन होला। अर्जुन कहला मु एतिकी मारची, भीम कहला मु एतिकी मारची। भगवान परीक्षा पई शेष रे गले, कहले अर्जुन तमे तो महाधनुर्धर, आ देखी ए घंटीटा को उठेल। प्रभु परीक्षा कले, तांको परीक्षा कौन सहज के पास हब? से कहले प्रभु ये गोटे कथा, घंटी को तीर मारले किंतु घंटी उठिलानी। कहले प्रभु एते लोक मरीगले किंतु ना शुण, देख ए से भीतर थिया पक्षी को से ही घंटी उठेब। भरतिया भरतिया डाकिले, उठाओ घंटी आ बाहरी आस, युद्ध सरी जाइछि, तमे सुरक्षित तो? एडिकी पक्षीर देहरे एते बल देले जे से घंटीटी उठीगला, परिवार नहीं पक्षी बाहरी आसिला। कहबार तात्पर्य भगवान जाको शक्ति देवे, से शक्ति रे छोटिया पक्षीटी मध्य बंची जाई पारे, से मध्य बल तार प्रयोग करि पारे, बल ताको प्राप्त हो पारे।
ଠାକୁର ଅଭିରାମ କହିଲେ, ଜାଜ୍ଞାରେ ମୁକ କହେ ବଚନ, ପଙ୍ଗୁଡ଼ି ପଡ଼େ ଗିରିରାଜନ। ଜାଜ୍ଞାରେ ଜଣେ ପାଷାଣ ଭାଷଇ, କି ବିଚିତ୍ର ତୋତେ ରହିଅଛି କି। ନମୋ ନାରାୟଣ ଭଗତ ତାରଣ, ତୁମେ ପରା ମୋର ପ୍ରାଣନାଥ କି। ମାଧୁର୍ଯ୍ୟ ମୂରତି ଇନ୍ଦିରାଙ୍କ ପତି, ତୁମ୍ଭେ ମୋର ମୁହିଁ ତୋର ନୁହେଁ କି। ଯା ଆଜ୍ଞାରେ ମୁକ ଜଡ଼ା କଥା କହିପାରେ, ପଙ୍ଗୁ ଛୋଟା ଗିରି ଡେଇଁପାରେ, ପାହାଡ଼ ପର୍ବତ ଭାସେ, ତାକୁ ଏଇ କଥା ବିଚିତ୍ର କ'ଣ ହୁଏ। ତେଣୁ ଆଜ୍ଞା ଦେଲେ ପକ୍ଷୀକି ଭରତିଆ ପକ୍ଷୀ ଉଠିଲା, ଘଣ୍ଟିକୁ ଟେକିଦେଲା। ଗୁଣ୍ଡୁଚି ମୂଷି କହୁଛି, ପ୍ରଭୁ ଆପଣ ଯଦି ମତେ କହିବେ ରାବଣକୁ ମାରିକି ତା ତଣ୍ଟି ଚିପିକି ଆପଣଙ୍କ ପାଖରେ ପହଞ୍ଚିଦେବି। ହନୁମାନ ଏବଂ ବଡ଼ ବଡ଼ ବୀରମାନେ ଥିଲେ, କହିଲେ ଆଚ୍ଛା ଏତେ ସାହସ। ଭଗବାନ ରାମ କହିଲେ, କାହିଁକି ନ କରିପାରିବ। ହସିଦେଲେ। ସମସ୍ତେ ବୁଝିଲେ ଯେ ପ୍ରଭୁଙ୍କ କୃପାରେ ଅସମ୍ଭବ ସମ୍ଭବ କରିବାର ଶକ୍ତି ଠାକୁରଙ୍କର ଅଛି। ଠାକୁରଙ୍କର କୃପା ହେଲେ ଯାହା କହିଥିବ ନା, ତାର କେହି ମଧ୍ୟ କିଛି କ୍ଷତି କରିପାରିବ ନାହିଁ। ଯାହାକୁ ଭଗବାନଙ୍କର ଗୁରୁଙ୍କର କୃପା ଥିବ, ତାକୁ ଯେତେ ଶତ୍ରୁ ଆସି ଆକ୍ରମଣ କରିବାକୁ ଚେଷ୍ଟା କଲେ ବି ଫେଲ୍ ମାରିବେ। ଇଏ ହେଉଛି ଭଗବାନଙ୍କର ଆଶୀର୍ବାଦ। ଗୋମାତା ପ୍ରତି ଠାକୁରଙ୍କର ଏତେ ପ୍ରେମ ଭଲ ପାଇବା ଥିଲା, ଯାହାଫଳରେ କି ଗୋମାତା ବିନା ଠାକୁର ଅଭିନ୍ନ ସୁନ୍ଦର ରହିପାରୁନଥିଲେ। ପ୍ରତ୍ୟେକ ଦିନ ଗୋଶାଳାକୁ ବୁଲି ଆସନ୍ତି, ଗାଈ ଆଉଁଶି ଖାଇବାକୁ ଦେଇ। ତେଣୁକରି ଭକ୍ତଜନ ସଜ୍ଜନ ଆଜି ଗୋମାତା କାନ୍ଦୁଛନ୍ତି ବାହାରେ ବୁଲି ବୁଲି। ଗୋମାତାଙ୍କର ସୁରକ୍ଷା ହିଁ ଆମ ସମସ୍ତଙ୍କର ଦାୟିତ୍ୱ। ଗୋମାତାଙ୍କର କୃପା ହେଲେ ସମସ୍ତ ଭୂତ ପ୍ରେତ ଘରୁ ଦୂରେଇ ଯିବ, ଧନ ସମ୍ପଦରେ ଘର ଭରିପୁର ରହିବ ଏବଂ ମହାଲକ୍ଷ୍ମୀଙ୍କର କୃପା ହେବ ବୋଲି ଶାସ୍ତ୍ର ପ୍ରମାଣ ଦିଏ। ଆଉ ବୈତରଣୀ ନଦୀ ଯେଉଁ ନର୍କରୁ ଆମେ ଉଦ୍ଧାର ହେଇପାରିବା। ଗୋମାତାଙ୍କର କୃପା ସମସ୍ତଙ୍କ ପ୍ରତି ରହୁ। ସମସ୍ତେ ଗୋମାତାଙ୍କୁ ପ୍ରିୟ ଭାବନା କରି ଗୋ ସେବା କଲେ ଜୀବନ ଧନ୍ୟ ହେବ। ଜୟ ଗୋମାତା, ଜୟ ଗାୟତ୍ରୀ, ଜୟ ଗଙ୍ଗା, ଜୟ ଗୀତା। ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। ଠାକୁର ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆନନ୍ଦିକ ବା ହରିବୋଲ କହିବାରେ ତ୍ରୁଟି ଥିଲେ କ୍ଷମା କରିବେ। ଓମ୍ ତତ୍ସତ୍। ଧନ୍ୟବାଦ।